ଆଜି ସବୁ କାମ ସରେଇ ଧରିକି ବସି ପଡ଼ିଲି ଚାହା ଟିକେ ପିଇବା ପାଇଁ। ସେତେବେଳକୁ ମଉସା ଫୋନ୍ କଲେ। ମଉସାଙ୍କୁ କହିଲି, ପିଲାମାନଙ୍କୁ କେତେଦିନ ହେଲା ଦେଖିନି, ଟିକେ ଭିଡ଼ିଓ ଟିକେ ପଠେଇ ଦେଉନ। ମଉସା ଟିକେ ଭିଡ଼ିଓ କରିକି ପଠେଇଦେଲେ। ପିଲାମାନଙ୍କୁ ଦେଖି ଯାହା ହଉ ଖୁସି ଲାଗିଲା। ମା ନଥାଇ ମଧ୍ୟ ବହୁତ ଖୁସିରେ ଅଛନ୍ତି। ଆଉ ଚାଲନ୍ତୁ ଏବେ ତ ଦେଖି ସାରିଲେଣି, ପରିବାପତ୍ର କାଟିଦେବା ଡାଲମା ପାଇଁ। ବୁଟ ଡାଲି, ହରଡ଼ ଡାଲି ସବୁ ବତୁରେଇ ଦେଇଛି। ଆଳୁ, ବାଇଗଣ, ସାରୁ, ପଣସ ସବୁ କାଟିଦେଲି। ସେପଟେ ବସେଇଦେଲି ଭାତଟା, ଏପଟେ ବସେଇଦେଲି ଡାଲମାଟା। ପରିବାପତ୍ର ସବୁ ପକାପକି କରି ଟମାଟୋ ପକେଇକି ଲୁଣ ହଳଦୀ ଦେଇ ତେଲ ଟିକେ ଦେଇ କଭର ବନ୍ଦ କରିଦେଲି। ଆପଣମାନେ ତ ଏପର୍ଯ୍ୟନ୍ତ ଦେଖି ସାରିଲେଣି। ଭିଡ଼ିଓଟାକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଫେସବୁକରୁ ଦେଖୁଥିଲେ ଫଲୋ କରିଦିଅନ୍ତୁ। ଡିନରରେ ତିଆରି କରିବି ଚକୁଳି ପିଠା, ସେଥିପାଇଁ ଚାଉଳ ଟିକେ ବତୁରେଇଥିଲି, ନଡ଼ିଆ ଟିକେ କୁଟିଦେଲି। ଡାଲମା ପାଇଁ ଜିରା ଲଙ୍କା ଟିକେ ଭାଜିକି ଗୁଣ୍ଡ କରିକି ଦେଇଦେଲି। ତାପରେ ଫୁଟଣ କରିଦେଲି। ଆଉ ତାପରେ ଭାଜିଦେଲି ସାରୁ ଟିକେ। ଆଜି ଲଞ୍ଚରେ ଥିଲା ଭାତ, ଡାଲମା, ସାରୁ ଭଜା। ପିଲାମାନଙ୍କୁ ଦେଇଦେଲି ଖାଇବା ପାଇଁ। ମୁଁ ମଧ୍ୟ ଧରିକି ବସି ପଡ଼ିଲି ଖାଇବାକୁ। ସବୁବେଳେ ମଉସା ଡାଲିର ଲଙ୍କା ଦଳି ଖାଆନ୍ତି। ଆଜି ମୁଁ ଖାଇଦେଲି, ବଢ଼ିଆ ଲାଗୁଛି ଆଉ।